ଜୟ ଜଗନ୍ନାଥ ନମସ୍କାର ସମସ୍ତଙ୍କୁ। ଆଉ ମୁଁ ଆଜି ଆପଣମାନଙ୍କୁ ଗୋଟେ ବଢିଆ ଜିନିଷ ଦେଖେଇବି। ତା ସହିତ ଆପଣଙ୍କୁ କହୁଛି ଏବେ ଏତେ ଥଣ୍ଡା ପଡ଼ିଲାଣି ଯେ ମୁଁ କଣ ବି କହିବି। ଏଇଠି ପୁନେରେ ବହୁତ ଥଣ୍ଡା ପଡ଼ିଲାଣି। ଆଗରୁ ତ କେବେ ବି ପୁନେରେ ଥଣ୍ଡା ପଡ଼େନି, ଏଥରକ ପତା ନାହିଁ କଣ ଏତେ ଯେ ଥଣ୍ଡା ପଡ଼ିଛି, ପୁରା ଘରୁ ବାହାରି ଆଉନି। ଆଉ ଏତେ ଶୀତରେ ଆପଣ ମାନେ କହିବେ ମତେ ଆପଣଙ୍କ ଆଡେ ଶୀତଟା କେମିତି ହଉଛି? ଏଠି ତ ପ୍ରବଳ ଥଣ୍ଡା ପଡ଼ିଗଲାଣି। ଆଉ ମୁଁ ସେଥିପାଇଁ କହିଲି ଘରୁ ତ ବାହାରି ହଉନି, ଯେହେତୁ ଆଜି ସଂକ୍ରାନ୍ତିଟା ଅଛି, ବିନା ପିଆଜରେ ଚାଲ ଗୋଟେ କରିବା ଆଉ ଖାଇବା ଜିନିଷଟା ହେଇଯାଉ। ସେଥିପାଇଁ ମୁଁ କଣ କଲି, ଟିକେ ଗରମ ଗରମ ବରା କରିଦେଲି। ତ ମୁଁ ବିରିଟାକୁ ତ ବତୁରେଇକି ରଖିଥିଲି, କିନ୍ତୁ ମୁଁ ବିରିଟାକୁ ବଢିଆ ସେ ଫେଣ୍ଟି ଦେଲି। ଫେଣ୍ଟିକି ତ ବରାଟା ବନେଇଲି। ଆଉ ମତେ ବହୁତ ଜଣ ମେସେଜ ଦେଇଛନ୍ତି ଯେ ପଚାରୁଛନ୍ତି ଆପଣଙ୍କ ଘରଟା କୋଉଠି। ଆକ୍ଚୁଆଲି ଆମ ଘରଟା ହେଲା ଆଠଗଡ଼, ମାନେ ମୋ ଯୋଉ ହୋମ ଟାଉନଟା ହେଲା ଆଠଗଡ଼, କିନ୍ତୁ ମୋ ଶାଶୁଘର ହେଲା ଚୌଦ୍ୱାର। ଆଉ ଆମର ବର୍ତ୍ତମାନ ମୁଁ ଯୋଉ ଅଛି ପୁନେରେ। ଆଉ ମୁଁ ଟିକେ ଆଠଗଡ଼ ବିଷୟରେ କହୁଛି ଶୁଣନ୍ତୁ। ଆଠଗଡ଼ଟା ମତେ ବହୁତ ଭଲ ଲାଗେ। ମାନେ ଯେମିତି ଯୋଉ କୁହନ୍ତି, ଗୋଟେ ଓଡିଶାକୁ ମୁଁ ଯେତିକି, ଓଡିଶାକୁ ନେଇକି ଯେତିକି ପ୍ରାଉଡ ଫିଲ୍ କରେ, ଆଠଗଡ଼କୁ ନେଇକି ବି ସେତିକି ପ୍ରାଉଡ ଫିଲ୍ କରେ। କାରଣ ଗୋଟେ ଆଠଗଡ଼ଟା ହଉଛି ଗୋଟେ କଟକ ଡିଷ୍ଟ୍ରିକ୍ଟର ଗୋଟେ ଟାଉନ, କିନ୍ତୁ ସବୁ କିଛି ସୁବିଧା ଉପଲବ୍ଧ ଥାଏ। ମାନେ ସବୁ କିଛି ତ ସେଠି ମିଳିଯାଏ। ଆଉ ଏତେ ଫ୍ରେଶ, ମେନ୍ ତ ଗୋଟେ ଫ୍ରେଶ ପନିପରିବାଟା ଯୋଉଟା, ସେଟା ପୁରା ଫ୍ରେଶ ମିଳେ। ପନିପରିବା ହଉ, ମାଛ ହଉ, ମାଂସ ହଉ, ସେଇଟା ସବୁ ଫ୍ରେଶ ମିଳେ। ଆଉ ଗୋଟେ କହନ୍ତି ନା, ଆଠଗଡ଼ଟା ଗୋଟେ ହଉଛି ମନ୍ଦିର ମାଳିନୀ ଜାଗା। ମାନେ ବହୁତ ମନ୍ଦିର ଆଠଗଡ଼ରେ ଅଛି। ଆପଣ ଯଦି କେହି ଆଠଗଡ଼ ବୁଲିବାକୁ ଆସନ୍ତୁ, ତାହେଲେ ନିହାତି ଭାବରେ ବହୁତ ସାରା ମନ୍ଦିର ଅଛି। ଉତ୍ତରାଚଣ୍ଡୀ ବାଉତି ମନ୍ଦିର ଅଛି, ଉତ୍ତରାଚଣ୍ଡୀ ମନ୍ଦିର ଅଛି, ଧବଳେଶ୍ଵର ଅଛି, ଭଟ୍ଟାରିକା ଅଛି। ଅବଶ୍ୟ ଭଟ୍ଟାରିକାଟା ଏବେ ବଡମ୍ବା ବ୍ଲକରେ ଯାଉଛି ବୋଧେ, ମୁଁ ଠିକ ସେ ଜାଣିନି, କିନ୍ତୁ ତଥାପି ଆଠଗଡ଼ରେ ଏଇଟା ହବ। ତ ସେଥିପାଇଁ ଆଠଗଡ଼ଟା ଗୋଟେ ତାର ପାଣି ପବନ ଯେତିକି ଭଲ, ତାର ମାନେ ସେଠିକାର ଲୋକମାନେ ବି ବହୁତ ଭଲ। ତା ସହିତ ସବୁ ସବୁ ସୁବିଧା ମେନ୍ ତ ଅଛି ସେଠି। ଆଉ ସବୁଠୁ ବଡ କଥାଟି ହେଲା ଆଠଗଡ଼ର ଜଗନ୍ନାଥ ମନ୍ଦିର। ସେଥିପାଇଁ ତ ମୁଁ ସବୁବେଳେ କହେ ଜୟ ଜଗନ୍ନାଥ ନମସ୍କାର ସମସ୍ତଙ୍କୁ।